500 ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର 1528 ରୁ 2024 ଏକ ଇତିବୃତ୍ତ। ଅଯୋଧ୍ୟାରେ ସୋମବାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁ ସାଧୁସନ୍ଥ, ରାଜନେତା, ଶିଳ୍ପପତି, ସେଲିବ୍ରିଟି ଓ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିଥିଲେ। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ପୁରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପ୍ରାୟ 500 ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହି ବିବାଦର ସୂତ୍ରପାତ ହୋଇଥିଲା 1528 ମସିହାରେ। ତାପରେ ଏହି ବିବାଦ କେମିତି ବଢ଼ିଲା, କ'ଣ ସବୁ ଘଟିଲା ଓ କେମିତି ମନ୍ଦିର ପ୍ରତିଷ୍ଠା ହେଲା, ଜାଣନ୍ତୁ। 1528 ମସିହାରେ ବାବରଙ୍କ ଜଣେ ସେନାପତି ମୀରା ବାକି ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। କିନ୍ତୁ ମୋଗଲ ଓ ନବାବଙ୍କ ଶାସନ ହେତୁ ହିନ୍ଦୁଙ୍କ ସ୍ୱର ତୀବ୍ର ହୋଇପାରିନଥିଲା। 19 ଶତାବ୍ଦୀରେ ମୋଗଲମାନେ ଦୁର୍ବଳ ହେବା ପରେ ବ୍ରିଟିଶ ଶାସନ କାଳରେ ଏହି ବିବାଦ ପୁଣି ଜୋର ଧରିଥିଲା। 1858ରେ ନିହଙ୍ଗ ଶିଖମାନେ ବାବ୍ରି ମସଜିଦ ଭିତରେ ପଶିଯାଇଥିଲେ। ସେମାନେ ମସଜିଦ ଭିତରେ ବିଭିନ୍ନ ସ୍ଥାନରେ ଶ୍ରୀରାମ ଲେଖିଥିଲେ। ଏହା ଶ୍ରୀରାମଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣିତ କରିବାକୁ ସେମାନେ ଚେଷ୍ଟା କରିଥିଲେ। ଏହି ବିଷୟରେ କେବଳ ଶିଖ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ କରାଯାଇନି, ଐତିହାସିକମାନେ ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ 2019ରେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଦେଇଥିବା ଐତିହାସିକ ରାୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ନିହଙ୍ଗ ବାବା ଫକିର ସିଂ ଖାଲସା 25 ଜଣ ନିହଙ୍ଗ ଶିଖଙ୍କ ସହିତ ମସଜିଦ ପରିସରରେ ପଶିଥିଲେ ଓ ଏହି ସ୍ଥାନ ଭଗବାନ ରାମଙ୍କ ସ୍ଥାନ ବୋଲି ଦାବି କରିଥିଲେ। 1885ରେ ନିର୍ମୋହି ଆଖଡ଼ାର ପୂଜକ ରଘୁବର ଦାସ ପ୍ରଥମ ଥର ପାଇଁ ଏହି ବିବାଦକୁ ନେଇ ମକଦ୍ଦମା ରୁଜୁ କରିଥିଲେ। ମସଜିଦର ବାହ୍ୟ ପ୍ରାଙ୍ଗଣରେ ଏକ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା। ଏହା ମଧ୍ୟରେ ବ୍ରିଟିଶ ପ୍ରଶାସନ ବିବାଦସ୍ଥଳ ଚାରିପଟେ ବାଡ଼ ଦେଇ ପୂଜା କରିବା ପାଇଁ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ଅଲଗା ଅଲଗା ସ୍ଥାନ ଚିହ୍ନଟ କରିଥିଲା। 1949 ମସିହା ଡିସେମ୍ବର ମାସ 22 ତାରିଖରେ ରାତିରେ ବାବ୍ରି ମସଜିଦରେ ରାମଲାଲାଙ୍କ ମୂର୍ତ୍ତି ଦେଖିବାକୁ ମିଳିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ହିନ୍ଦୁମାନେ ଦାବି କରିଥିଲେ ରାମଲାଲାଙ୍କ ମୂର୍ତ୍ତି ସେଠାରେ ସ୍ୱୟଂ ପ୍ରକଟ ହୋଇଛନ୍ତି। ଏହାପରେ ମାମଲା କୋର୍ଟକୁ ଯାଇଥିଲା। 1950ରୁ 1959 ମଧ୍ୟରେ ଏହି ବିବାଦକୁ ନେଇ କୋର୍ଟରେ ଅନେକ ମକଦ୍ଦମା ରୁଜୁ ହୋଇଥିଲା। ନିର୍ମୋହି ଆଖଡ଼ା ସେଠାରେ ମୂର୍ତ୍ତି ପୂଜା କରିବାକୁ ଅଧିକାର ପ୍ରଦାନ କରିବାକୁ ଦାବି କରିଥିବା ବେଳେ ସୁନି ସେଣ୍ଟ୍ରାଲ ୱାକ୍ସ ବୋର୍ଡ ସେହି ସ୍ଥାନକୁ ସେମାନଙ୍କୁ ଦେବାକୁ କହିଥିଲା। ଫଳରେ ଏହି ବିବାଦକୁ ନେଇ ଆଇନର ଲଢ଼େଇ ଆହୁରି ଗମ୍ଭୀର ହେବାରେ ଲାଗିଥିଲା। 1986ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ନିଷ୍ପତ୍ତି ଘଟଣାକୁ ଆହୁରି ବିବାଦୀୟ କରିଦେଇଥିଲା। ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବାବ୍ରି ମସଜିଦର ତାଲା ଖୋଲି ଦେଇଥିଲେ ଓ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ। ଏହି ନିଷ୍ପତ୍ତି ଯୋଗୁଁ ବିବାଦ ଆହୁରି ଘନାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଥିଲା। 1990 ମଧ୍ୟରେ ରାମ ମନ୍ଦିର ନିର୍ମାଣ କରିବାକୁ ଡେଡଲାଇନ୍ ସ୍ଥିର କରିଥିଲା ବିଶ୍ୱ ହିନ୍ଦୁ ପରିଷଦ। ଏହି ସମୟରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାର ଆରମ୍ଭ ହୋଇଥିଲା। ମନ୍ଦିର ସପକ୍ଷରେ ସମର୍ଥନ ଜୁଟାଇବା ଏହାର ଲକ୍ଷ୍ୟ ଥିଲା। 1992 ମସିହାରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଗଲା। ଏହାପରେ ଦଙ୍ଗା ହୋଇଥିଲା। ବହୁ ଲୋକଙ୍କ ଜୀବନ ଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିବାଦୀୟ ସ୍ଥଳକୁ ନିଜ ଅଧୀନକୁ ନେଇଯାଇଥିଲେ। ଏହାକୁ ଡକ୍ଟର ଇସମାଇଲ ଫାରୁକି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ପକ୍ଷରେ ଯାଇଥିଲା। ଫଳରେ ଏହି ବିବାଦରେ ସରକାରଙ୍କ ସମ୍ପୃକ୍ତି ବଢ଼ିଲା। 2002ରୁ 2023 ଭିତରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଖନନ କରିଥିଲା। ମସଜିଦ ତଳେ ଏକ ମନ୍ଦିର ଥିବାର ପ୍ରମାଣ ଥିବା ଦାବି କରି ଏହି ଖନନ କରାଯାଇଥିଲା। ଅନ୍ୟପକ୍ଷରେ ଆଇନଗତ ଲଢ଼େଇ ଜାରି ରହିଥିଲା। 2010ରେ ଆଲାହାବାଦ ହାଇକୋର୍ଟ ବିବାଦୀୟ ସ୍ଥଳକୁ ହିନ୍ଦୁ, ମୁସଲିମ ଓ ନିର୍ମୋହି ଆଖଡ଼ାଙ୍କ ମଧ୍ୟରେ ଭାଗ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିଥିଲେ।
किंतु कोर्ट को राय उपरे आवेदन होइतिला ओ आईन लड़ई जारी रही। शेष 2019 सुप्रीम कोर्ट देइथिले ऐतिहासिक राय। पूरा विवादीय स्थल को कोर्ट हिंदू मानकु देई राम मंदिर निर्माण करने को कही। सेहीपरि मस्जिद निर्माण करने एक विकल्प स्थान देवाको कही। 2020 राम मंदिर निर्माण पर शिलान्यास करथिले प्रधानमंत्री नरेंद्र मोदी। आज अर्थात 2024 जनवरी 22 तारिख रे प्रतिष्ठा होइछि राम मंदिर। दर्शन देइछन्ति रामलाला।